देख एमआईएल ओडियार एटा कौन तीर्थ यात्रा रे प्रथम क्वेश्चन कवि धूलीगर क्या कहते ठीक अच्छे धूली धूसरित धरणी बोले कौन पृथ्वी मोह बंधन रे आबद्ध होई जीवन निर्वाह करवा धूलीगर कह बोले वास्तव कहवा कले पृथ्वी धरणी बोले कौन पृथ्वी ये आम कहीं रोचे मोह बंधन रे आबद्ध होकर रोथबार एटा धूलीगर बोली कह बोले अल्प समय पर एटा नष्ट हो जबार अच्छी हाँ लेख ना शुण तीर्थ यात्रा कहार एटा कौन रे भृतिक बोले मानव जीवन एक तीर्थ यात्रा जार शेष लक्ष्य होची परमानंद प्राप्ति मानव जीवन शेष लक्ष्य कौन है तीर्थ यात्रा बोले तो जीवन यात्रा रे मुख्य लक्ष्य कौन बोले परमानंद प्राप्ति क्वेश्चन जमती आस लिख आनंद धाम कहले कौन बुझ आनंद धाम होची ईश्वर परम धाम जो हरि सानिध्य प्राप्त हो पारे कवि यात्रा काल रे कौन देखिले देश प्राणी उद्भिद जगतर विचित्र रूप को देखिले ओके 5 नंबर देख पृथ्वी को कौन बोली कहा जायछि विचित्र और लावण्यमय बोली कहा जायछि गोटे जगह रे आ गोटे जगह रे धूलीगर बोली कहा जायछि ऊपर देखिलो तमे 6 नंबर देखो चिर नव ऋतु परंपरा यार अर्थ कौन इम्पोर्टेंट चिर नव नव बोले कौन नुआ बा नूतन ऋतु परंपरा हेले प्रति वर्ष नूतन ऋतु मानकर अविच्छिन्न धारा को लक्ष्य करी कहा जायछि प्रति वर्ष नूतन ऋतुर अविच्छिन्न धारा बोले गोटे धारावाहिक हिसाब रे ऋतु साइक्लिकली मूव होथु वन सीजन पर अनदर सीजन ताको ऋतु परंपरा बोली कहा जाउछि पृथ्वी रो विभव किपरि वर्णना करा जायछि तो पृथ्वी रे कौन कौन भरी होके अछि देखो सागर पर्वत नदी कानन प्रांतर फूल पत्र लता इत्यादि को पृथ्वी रो विभव बोली वर्णना करा जायछि नंबर 9 कवि 8 कवि केउठारे प्राणर आश्रय खोजिथिले केउठारे सबुठी खोजिला परे से निराश होइथिले विहंगर निस्वन नरनारींकर सुंदर आनन बोले फेस अवनीर अतीत कहानी ज्ञानी कविंकर उपदेश रे कवि प्राणर आश्रय खोजिथिले मात्र कवि कहीं निराश बा उदास होइथिले से देखिले जे बाह्य आडंबर रे सत्य किंबा संतोष नाही ए सब बाह्य आडंबर 8 नंबर जेते अछि आ द्वारा से कौन कहथिले ना एठो से पाई पार नथिले शांति 10 नंबर कविंक हृदय केउ परि थिबार से अनुभव कले नैराश्य आउ संशय अंधकार रे परिपूर्ण 11 नंबर देखो कविंकर संचित ज्ञान द्वारा कौन हैला ज्ञान थिबा जो कौन हबो संशय सृष्टि हैला डाउटफुलनेस संशय 2 गुण हैला 2 गुणित तापरे 12 नंबर कवि कहीं की दुख रे म्रियमाण हेले
ହେଲେ ନିରାଶରେ ଜର୍ଜରିତ ଥିବାରୁ ସେ ଦୁଃଖରେ ମ୍ରିୟମାଣ ହେଲେ। ମ୍ରିୟମାଣ ପରିପୂର୍ଣ୍ଣ ଭଳିଆ। କବିଙ୍କୁ କଣ ଶାନ୍ତି ପ୍ରଦାନ କରିପାରି ନଥିଲା? ସାଂସାରିକ ସୁଖ ବା ବାହ୍ୟ ଜଗତ ଓକେ ଶାନ୍ତି ପ୍ରଦାନ କରିପାରି ନଥିଲା। ମନୁଷ୍ୟ ମନରେ କେଉଁ ଶତ୍ରୁ ମାନେ ବାସ କରନ୍ତି ବୋଲେ ଷଡ଼ରିପୁ। ସେ ଷଡ଼ରିପୁ କଣ କଣ? କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ। ଏ ଷଡ଼ରିପୁ ହଉଛନ୍ତି ଆମର ଶତ୍ରୁ। ରିପୁ ବୋଲେ ଶତ୍ରୁ। ହେଲେ ଷଡ଼ରିପୁ କଣ ବୋଲିକି ବି ଆସିପାରେ, ତେଣୁକରି ଛୋଟା ମନେ ରଖିବା ଅଛି। 15 ନମ୍ବର, ମନୋରିପୁକୁ ଜିତିବା କାହିଁକି କଠିନ? ମନୋରିପୁ ବୋଲେ ମନ ହଉଛି ଆମର ଆଉ ଗୋଟେ ଶତ୍ରୁ, ତାକୁ ଜିତିବା କେମିତି କଠିନ? ନା ସଂସାରୀ ମନୁଷ୍ୟ ବିଷୟ ଭୋଗରେ ଲିପ୍ତ ଥିବା ଯୋଗୁଁ ମନୋରିପୁକୁ ଜିତିବା କଷ୍ଟକର। ଦିଟା ଯାକ ଇମ୍ପୋର୍ଟାଣ୍ଟ। ତାପରେ ଦେଖ 16 ନମ୍ବର, ବିଷୟ ଭୋଗକୁ କେଉଁ ସଦୃଶ କୁହାଯାଇଛି? ବିଷ ସଦୃଶ କୁହାଯାଇଛି। ବିଷୟ ଭୋଗ କହିଲେ କଣ ବୁଝ ବୋଲେ ଇନ୍ଦ୍ରିୟ ସୁଖକୁ ବୁଝ। ଆମର ପଞ୍ଚ ଇନ୍ଦ୍ରିୟ ଅଛି, ପଞ୍ଚ ଇନ୍ଦ୍ରିୟର ସୁଖକୁ ଆମେ ବୁଝେ ସେଟା। କିନ୍ତୁ ଡେଶ ସଦୃଶ ବୋଲେ ବିଷ ସଦୃଶ। କଣ ଦୂର କଲା ପରେ କବିଙ୍କ ହୃଦୟରେ ପବିତ୍ରତା ଭରିଗଲା? ଅହଙ୍କାର ଆଉ ବୃଥା ଆଡମ୍ବର, ଦିଟା ଜିନିଷ। ଅହଙ୍କାର ଓ ବୃଥା ଆଡମ୍ବରକୁ ଦୂର କଲା ପରେ ତାଙ୍କର ହୃଦୟ ପବିତ୍ରତାରେ ପରିପୂର୍ଣ୍ଣ ଆସିଥାଏ। ବାହ୍ୟ ଚାକଚକ୍ୟ, ଅହଙ୍କାର ଓ ଗର୍ବ ହଟିଲେ ମନୁଷ୍ୟକୁ କେଉଁ ଅନୁଭୂତି ଲାଭ ହୁଏ ବା ମନୁଷ୍ୟ କେଉଁ ଅନୁଭୂତି ଲାଭ କରେ? ନା ହୃଦୟରେ ଦିବ୍ୟ ପ୍ରକାଶ ଅନୁଭୂତି କରିଥାଏ। ଏଟା ହଉଛି ମେନ୍ ଆନ୍ସର। ତାପରେ 19ରେ କବିଙ୍କ ପ୍ରାଣରେ ବିରାଜିତ ହରିଙ୍କୁ କବି କାହା ସହ ତୁଳନା କରିଛନ୍ତି? ପ୍ରାଣରେ ବିରାଜିତ ହରିଙ୍କୁ କବି ପଙ୍କର ପଦ୍ମ ଫୁଟିବା ସହ ତୁଳନା କରିଛନ୍ତି। ଓକେ, ନେକ୍ସଟ ହେଲା 20, ପ୍ରଭୁ କିପରି ଭକ୍ତ ପାପକୁ ଦୂର କରିଥାନ୍ତି ବା ଧୋଇ ଦିଅନ୍ତି ବୋଲି ପଚାରୁଛି ସେ। ତ ଜ୍ଞାନ ପ୍ରେମ ପୁଣ୍ୟ ରୂପରେ ଭକ୍ତଙ୍କ ପାପକୁ ଧୋଇ ଦିଅନ୍ତି। ତ ସ୍ୱରୂପ ଏବେ 21 ନମ୍ବରରେ ପ୍ରଭୁଙ୍କ ସ୍ୱରୂପ କିପରି ବୋଲେ ଅନନ୍ତ ସର୍ବବ୍ୟାପୀ ଲୀଳାମୟ। 3ଟା ପଦ ମନେ ରଖିବା ଅଛି, ରାଇଟ। ତାପରେ 22, ପ୍ରଭୁଙ୍କ ପାଇଁ କବିଙ୍କ ହୃଦୟ କିପରି ବ୍ୟାକୁଳ ଥିଲା? ନା ପ୍ରଭୁଙ୍କ ପାଇଁ କବିଙ୍କ ହୃଦୟ ଫୁଲର ସୁଗନ୍ଧରେ ମୋହିତ ଭ୍ରମର ପରି ବ୍ୟାକୁଳ ଥିଲା। ଫୁଲର ସୁଗନ୍ଧରେ ମୋହିତ ଭ୍ରମର ପରି ବ୍ୟାକୁଳ ଥିଲା। ନିଜ ମଧ୍ୟରେ ଈଶ୍ୱରଙ୍କୁ ପ୍ରତ୍ୟକ୍ଷ କରି କବିଙ୍କର କେଉଁ ଅନୁଭୂତି ହୋଇଥିଲା? ପ୍ରତ୍ୟକ୍ଷ କରି କବିଙ୍କ ପ୍ରାଣ କୁ କଲବଲ କରୁଥିବା ସଂସାର ଭଲ ଲାଗିଛି। ଆଗରୁ ସେ ସଂସାର ପ୍ରତି ଯୋଉ ପ୍ରକାର ଭାବ ଥିଲା, ଏବେ ଭାବରେ ପରିବର୍ତ୍ତନ ହେଲା ଯେତେବେଳେ ଈଶ୍ୱର ସତ୍ୟ ତାଙ୍କ ଭିତରେ ଉଦୟ ହେଲା। ସଂସାରର ସକଳ ବିଷାଦକୁ କବି କାହିଁକି ସହଜରେ ଭୁଲି ପାରୁଛନ୍ତି? ଏବେ ଈଶ୍ୱର ପ୍ରାପ୍ତି ହେଲା ତାଙ୍କୁ। ଈଶ୍ୱରୀୟ ଦିବ୍ୟ ସ୍ୱାଦ ପ୍ରାପ୍ତ ହେଲା ପରେ, ଈଶ୍ୱରୀୟ ଅନୁଭୂତି ହେଲା ପରେ ବୋଲି ତାର ଅର୍ଥ।